ଦେଖନ୍ତୁ ମହାପ୍ରଭୁଙ୍କର ମହାପ୍ରସାଦର ତାର ପବିତ୍ରତା ସମ୍ପୂର୍ଣ୍ଣ ରୂପେ ଅଲଗା। ଭାରତବର୍ଷର ସମସ୍ତ ମନ୍ଦିର ତୁଳନାରେ ମହାପ୍ରସାଦର ମାନ୍ୟତା ଅଲଗା, ମହାପ୍ରସାଦର ପବିତ୍ରତା ବି ଅଲଗା। ତେଣୁ କରିକି କିଛି ଦିନ ତଳେ କିଛି ସଂସ୍ଥା ତରଫରୁ ସେମାନେ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ ଏ ବାବଦରେ ଯେ ଆମେ ଶୁଖିଲା ଭୋଗ ହେଉ କି ମହାପ୍ରସାଦ ହେଉ ଆମେ ତାକୁ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା କେମିତି ସୁବିଧା ହେବ ବୋଲି। ଯଦିଓ ମହାପ୍ରଭୁଙ୍କ ପ୍ରସାଦ ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିବ, ବିଦେଶରେ ବିଭିନ୍ନ ଭକ୍ତଙ୍କ ପାଖରେ ପହଞ୍ଚିବ, ସେ ଗୋଟେ ସୁବିଧାଜନକ କଥା ଅଛି। ତେବେ ପବିତ୍ରତା ଦୃଷ୍ଟିକୋଣରୁ ସେ ବାବଦରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସରକାର ଏଥିରେ ରାଜି ହେଇନାହାନ୍ତି ଏଇଥିପାଇଁ ଯେ ତାକୁ ସାଙ୍ଗରେ ନେଇକି ଯିବା ସମୟରେ ତାର ପବିତ୍ରତା ବି ଅକ୍ଷୁର୍ଣ୍ଣ ରହିବା ପାଇଁ ଯେଉଁ ପ୍ରକ୍ରିୟା, ସେ ପ୍ରକ୍ରିୟା ଯଦି ଅବତାରଣା ନ କରିବେ ସେମାନେ, ସେ ସନ୍ଦେହ ଆମ ଭିତରେ ଅଛି। ସେ ଦୃଷ୍ଟିକୋଣରୁ ଆମେ ମନ୍ଦିର ପ୍ରଶାସନ ହେଉ କି ସରକାର ହେଉ ଏଥିରେ ସହମତ ନାହାନ୍ତି। ତେଣୁକରି ଆମେ ଆଜି ତାରିଖରେ ବି ଆମର ସମସ୍ତ ଭକ୍ତଙ୍କୁ ସେଇଆ ଅନୁରୋଧ ରହିବ, ପୁରୀ ଆସନ୍ତୁ, ପୁରୀ ଆସିକି ସେଇଠି ମହାପ୍ରସାଦର ପ୍ରାପ୍ତ ହେବାର ସୌଭାଗ୍ୟ ଲୋକ ପାଆନ୍ତୁ। କିନ୍ତୁ ଅନଲାଇନରେ ଅନ୍ୟ ଖାଦ୍ୟ ଭଳି ମହାପ୍ରସାଦକୁ କେଉଁଠି ବିତରଣ କରାଇବାର ଅନ୍ତତଃ କୌଣସି ପ୍ରକାର ଯୋଜନା ନାହିଁ କିମ୍ବା କୌଣସି ପ୍ରକାର ସେ ଦିଗରେ ଆମେ ପ୍ରଶ୍ରୟ ଦିଆଯିବାର ବି ସମ୍ଭାବନା ନାହିଁ। ଯେଉଁମାନେ କରୁଛନ୍ତି ମହାପ୍ରସାଦକୁ ତ ଅନଲାଇନ୍ କେହି କରୁନାହାନ୍ତି, ମହାପ୍ରସାଦର ଅନଲାଇନ୍ ବିତରଣ ହେଉନାହିଁ। ମହାପ୍ରସାଦ ଅନଲାଇନ୍ ବିତରଣ କରିବାକୁ କିଛି ଉଦ୍ୟମ ଆରମ୍ଭ ହୋଇଥିଲା, କିନ୍ତୁ ସେ କଥାକୁ ନା ମନ୍ଦିର ପ୍ରଶାସନ ନା ସରକାର ସେଥିରେ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ତେଣୁକରି ଗୋଟିଏ କଥା ହେଉଛି ଯେ ଅନ୍ୟ ମନ୍ଦିରମାନଙ୍କରେ କ'ଣ ହେଉଛି, ମୁଁ ଭାବୁଛି ସମସ୍ତ ମନ୍ଦିରର ପରିଚାଳନା କମିଟିମାନଙ୍କର ବି ଆମ ଅନୁରୋଧ ଯେ ଭଗବାନଙ୍କର ପ୍ରସାଦକୁ ଅନଲାଇନ୍ରେ ହୋଟେଲ ଖାଦ୍ୟ ଭଳି ବିତରଣ କରିବାର କୌଣସି ଯୋଜନା ସେମାନେ ନ ରଖନ୍ତୁ। ଯେଉଁମାନେ ମନ୍ଦିର ଆସିବେ ସେମାନେ ପ୍ରସାଦ ପ୍ରାପ୍ତ ହେବେ, ଏଇଟା ହେଉଛି ହିନ୍ଦୁ ଧର୍ମର ରୀତିନୀତି। ତେଣୁକରି ଅନ୍ତତଃ ସେଇଭଳି କିଛି ନ କରନ୍ତୁ ଯେଉଁଟାକି ଭଗବାନଙ୍କର ଯେଉଁ ପବିତ୍ରତା ଉପରେ, ଭଗବାନଙ୍କର ପ୍ରସାଦର ପବିତ୍ରତା ଉପରେ କୌଣସି ପ୍ରକାର ଆଞ୍ଚ ଆସିବ। ସେ ବାବଦରେ ମିଟିଂ ସରିଛି ଏବଂ ଖୁବ୍ ଶୀଘ୍ର ଯେଉଁ ରେଟ୍ ଚାର୍ଟ ଲାଗିବାର ଯେଉଁ କଥା ଅଛି ସେ ରେଟ୍ ଚାର୍ଟ ବି ବହୁତ ଶୀଘ୍ର ଲାଗିଯିବ। ଦେଖନ୍ତୁ ସରକାର ସେ ବାବଦରେ ଗୁରୁତ୍ୱର ସହିତ ତା ଯାହା ପଦକ୍ଷେପ ନେବା କଥା ନେଉଛନ୍ତି ଏବଂ ଏସବୁ ଘଟଣାଗୁଡ଼ିକ ଯେଉଁଭଳି ଭାବରେ କିଛି 2-4ଟି ଘଟଣା 5ଟି ଘଟଣା ଏ ଭିତରେ ଘଟିଛି ତାକୁ ଗୁରୁତ୍ୱର ସହିତ ନେଇକି ସେଥିରେ ସମାଜର ବି ସମସ୍ତଙ୍କୁ ଅନୁରୋଧ ଯେ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ତେଣୁକରି ସେ ବାବଦରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଯଦି କେହି ଅସୁବିଧାରେ କିଛି ପଡ଼ୁଛି ସେ ବାବଦରେ ନିଶ୍ଚିତ ଭାବରେ ଯାହା ପଦକ୍ଷେପ ନେବା କଥା, ବିହିତ ପଦକ୍ଷେପ ନେବା କଥା, ଆଇନଗତ ଦୃଷ୍ଟିରୁ ଯାହା ପଦକ୍ଷେପ ନେବା କଥା ସେ କଥାକୁ ନିଶ୍ଚିତ ଭାବରେ କରାଯିବ। ସରକାରଙ୍କ ତରଫରୁ ଆମେ ସେ ବିଶ୍ୱାସ ସମସ୍ତଙ୍କୁ ଦେଉଛୁ ଏବଂ କୌଣସି ମତେ ଅନ୍ତତଃ ନିଜର ଜୀବନକୁ ଶେଷ କରିକି ଯଦି ସେଥିରେ ସମାଧାନ ଯେଉଁଥିରେ ନାହିଁ ସେ କଥାକୁ କେହି ନ ଆଦରନ୍ତୁ। ସେ କଥା ପାଇଁ ସମାଜର ସମସ୍ତ ବ୍ୟକ୍ତି, ସମାଜର ସମସ୍ତ ମୁଖିଆ ଏବଂ ବିଶେଷ କରିକି ଯେଉଁମାନେ କୌଣସି ବି କାରଣରୁ ପୀଡ଼ିତ କିମ୍ବା ପୀଡ଼ିତା ହେଇଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ଆପଣମାନେ ଆଇନଗତ ଦିଗକୁ ପ୍ରାଥମିକତା ଦିଅନ୍ତୁ ଏବଂ କୌଣସି ଜାଗାରେ କୌଣସି ଅସୁବିଧା ହେଲେ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବି ସମସ୍ତଙ୍କ ଦ୍ୱାର ଖୋଲା ଅଛି। ଆପଣଙ୍କ ସହିତ କଥାବାର୍ତ୍ତା ହେବା, ଆଲୋଚନାର ସମାଧାନ କରିବା, ଇଏ ପ୍ରକ୍ରିୟାକୁ ଆମେ ନିଶ୍ଚିତ ଭାବରେ ପ୍ରାଥମିକତା ଦେବା ଏବଂ ଏଭଳି ଅଭାବନୀୟ ସ୍ଥିତି କେମିତି ନ ହେବ ସେଥିପାଇଁ ଯାହା ପଦକ୍ଷେପ ନେବା କଥା ସେ ବାବଦରେ ବି ସରକାର ଆଗକୁ ତାର ପୁରା ପ୍ରକ୍ରିୟା ଜାରି ରଖୁଛନ୍ତି। ସେ ସମସ୍ତ ଘଟଣାର ତଦନ୍ତ କେବଳ ନୁହେଁ, ସେ ସମସ୍ତ ଘଟଣାର ନିରାକରଣ କେମିତି ହେବ ସେଥିପାଇଁ ସରକାର ପୁରା ଗମ୍ଭୀରତାର ସହିତ ସେ କଥାକୁ ନେଇଛନ୍ତି ଏବଂ ସେ କଥାର ବ୍ୟବସ୍ଥା ବି ଚାଲିଛି। ବିରୋଧୀ ଟାର୍ଗେଟ କରିବା, ବିରୋଧୀଙ୍କ କାମ ହେଲା ସତ ମିଛ କହି କିଛି କଥାରେ ଟାର୍ଗେଟ କରିବା। ସେ ଟାର୍ଗେଟ କରନ୍ତୁ, ଆମେ ସେଥିପାଇଁ ବ୍ୟଥିତ ନୁହେଁ। କିନ୍ତୁ ଆମେ ବ୍ୟଥିତ ଏଇଥିପାଇଁ ଯେ ଯେଉଁ ଜୀବନ ହାନି ହେଉଛି କି ଯେଉଁଭଳି ଭାବରେ କେହି କଷ୍ଟ ସ୍ୱୀକାର କରୁଛନ୍ତି ସେ କଥା ଯେମିତି ଆଗାମୀ ଦିନରେ ନ ହେଉ ଆମେ ସେଇ କଥାଟାକୁ ପ୍ରାଥମିକତା ଦେଉଛୁ। ଯେଉଁ ଜାଗାରେ ସେଭଳି ଘଟଣା ନଜରକୁ ଆସୁଛି ସେ ଜାଗାରେ ନିଶ୍ଚିତ ଭାବରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ନିଆଯିବ ମଧ୍ୟ।
से बाबद कराଯାଉଛି ଯାହା ନେବା କଥା ପଦକ୍ଷେପ ନିଆଯାଉଛି ଏବଂ ଆହୁରି କଠୋର ପଦକ୍ଷେପ ବି ନିଆଯିବ। ମୁଁ ଭାବୁଛି ଆଗାମୀ ଦିନମାନଙ୍କରେ ଯେଉଁଭଳି ଭାବରେ ଅତୀତ ବର୍ଷ ବର୍ଷ ଧରିକି ଯେଉଁ ଅଭ୍ୟାସ ଅଛି ସେ ଅଭ୍ୟାସରେ କମ୍ ତ ହେଇଛି, କିନ୍ତୁ ତାକୁ ସମ୍ପୂର୍ଣ୍ଣ ଜିରୋ ଅବସ୍ଥାକୁ ଆଣିବା ପାଇଁ ଯାହା ଯାହା ଦରକାର ତାକୁ ବି ଆମେ କରିବୁ।